हेलो पिलामाने मु स्वीटी तुम मानक स्वागत करुच्ची मोर आउ गोटे नुआ वीडियो को आज चैप्टर टी होची अ ग्रीडी फैट ओल्ड मैन षष्ठ श्रेणी इंग्राजी बहिर क्वेश्चन आंसर गुड़िक क्वेश्चन आंसर डिस्कशन करबा पूर्वरु यार सोशलाइजेशन गुड़िक देखिदबा देखिबा कोन देइची लुक एट द पिक्चर हु आर देयर इन द पिक्चर व्हाई इज द ओल्ड मैन सो फैट व्हाट इज ही टॉकिंग टू द thin boy let's read the story and see ପିଲାମାନେ ମୁଁ ତୁମମାନଙ୍କୁ ବୁଝିବାକୁ ସହଜ ହେବ ବୋଲି ଏହାର ଇଂରାଜୀକୁ ଓଡ଼ିଆରେ ତା ତଳେ ଲେଖିଦେଇଛି ତୁମେମାନେ ଆରାମସେ ତାକୁ ଇଂଲିଶକୁ ପଢି ଓଡ଼ିଆ ମଧ୍ୟ ପଢି ପାରିବ ଦେଖିବା look at the picture ଛବିଟିକୁ ଚାହଁ who are there in the picture ଛବିଟିରେ କେଉଁମାନେ ଅଛନ୍ତି why is the old man so fat ବୁଢା ଲୋକଟି କାହିଁକି ଏତେ ମୋଟା ହୋଇଛି what is he talking to the thin boy ସେ ପତଳା ବାଳକଟିକୁ କଣ କହୁଛି let's read the story and see ଆସ ଗପଟିକୁ ପଢିବା ଏବଂ ଦେଖିବା the story is based on fantasy ଗଳ୍ପଟି ଆମର କଣ ନା କଳ୍ପନା ଉପରେ ଆଧାରିତ ଏଟା it is very interesting and you will enjoy it ଏହା ବହୁତ ମଜାଦାୟକ ଏବଂ ତୁମେ ଏହାକୁ ଉପଭୋଗ କରିପାରିବ ନେକ୍ସଟ ଦେଖିବା once there lived a greedy fat old man. One day he got up at 6 a.m. and brushed his teeth 6:30 a.m. He took tea at 7 a.m. and breakfast at 8:30 a.m. Do you know how much tea he took? ତୁମେ ଜାଣ କି ସେ କେତେ ଚା ପିଅନ୍ତି? And what did he take in his breakfast? He took 2 mugs of tea and 2 liters of milk. Then he took 3 tins of biscuit and 5 big pieces of cake. After breakfast, he looked really very fat. Then he went out for a walk. He walked and walked till he met a little thin boy. He had a long conversation with the boys. ଆକୁ ଆମେ ଓଡ଼ିଆରେ ଦେଖିବା ଥରେ ଜଣେ ଲୋଭୀ ମୋଟା ବୁଢା ଲୋକ ବାସ କରୁଥିଲେ ଦିନେ ସେ ସକାଳ 6ଟା AM ରେ ଉଠି ପଡ଼ିଲେ AM ଅର୍ଥାତ୍ ସକାଳ ତାଙ୍କର ଦାନ୍ତ 6:30 ସଫା କଲେ ସେ ସକାଳ 7ଟାରେ ଚାହା ପାନ କଲେ ଏବଂ 8:30ଟାରେ ଜଳଖିଆ ଖାଇଲେ ତମେ ଜାଣ କି ସେ କେତେ ପରିମାଣରେ ଚା ପିଇଲେ ସେ ତାଙ୍କ ଜଳଖିଆରେ କଣ ଖାଇଲେ ସେ 2 ମଗ ଜଳପାତ୍ରରେ ଚା ଏବଂ 2 ଲିଟର କ୍ଷୀର ପାନ କଲେ ତାପରେ ସେ 3 ଟିଣ ବିସ୍କୁଟ ଏବଂ 5 ଖଣ୍ଡ ବଡ଼ ପିଠା ଖାଇଲେ ଜଳଖିଆ ଖାଇସାରିବା ପରେ ସେ ପ୍ରକୃତରେ ବହୁତ ମୋଟା ଦେଖାଗଲେ ତାପରେ ସେ ଏକ ପଦଯାତ୍ରାରେ ବାହାରି ଗଲେ ସେ ଗୋଟିଏ ଛୋଟ ପତଳା ବାଳକ ସହ ସାକ୍ଷାତ କରିବା ପର୍ଯ୍ୟନ୍ତ ବହୁତ ଗୁଡ଼ାଏ ବାଟ ଚାଲିଗଲେ ସେହି ବାଳକଟି ତାଙ୍କର ଏକ ଦୀର୍ଘ ସେ ବାଳକଟି ସହିତ ତାଙ୍କର ଏକ ଦୀର୍ଘ କଥୋପକଥନ ଘଟିଥିଲା ତାପରେ ଦେଖିବା ଓଲ୍ଡ ମ୍ୟାନ ଜଣକ ଏଠି କଣ କହିଲେ have you brushed your teeth ତୁମେ ଦାନ୍ତ ଘଷିଛ କି ବାଳକ ଜଣକ କହିଲା no I have not ମୁଁ ଘଷି ନାହିଁ ଓଲ୍ଡ ମ୍ୟାନ ଜଣକ କହିଲେ do you have enough tea and milk to drink ବୟ କହିଲେ no I don't have ତୁମେ ଯଥେଷ୍ଟ ଚା ଏବଂ କ୍ଷୀର ପିଇଛ କି ବାଳକଟି କଣ କହିଲେ ନା ମୁଁ ଖାଇ ନାହିଁ ତ ବୃଦ୍ଧ ଲୋକଟି ପଚାରିଲେ do you have enough biscuit to eat ତୁମେ ବିସ୍କୁଟ ଖାଇଛ କି ବାଳକ ଜଣକ କହିଲେ no I don't have ଓଲ୍ଡ ମ୍ୟାନ ଜଣକ କହିଲେ do you have enough cake to eat ସେଇଠୁ ବାଳକ ଜଣକ କହିଲେ no I don't have
When the old man had just finished his question, the boy asked him a question. ଯେତେବେଳେ ବୃଦ୍ଧ ଲୋକ ଜଣକ ତାଙ୍କୁ ପ୍ରଶ୍ନ କରିବା ବନ୍ଦ କଲେ, ବାଳକଟି ତାଙ୍କୁ ପଚାରିଲା, old man, what makes you so fat? ତୁମକୁ ଏତେ ମୋଟା କଣ କରିଛି? The old man ଜଣକ କହିଲେ, I have taken 2 mugs of tea. ମୁଁ 2 ମଗ୍ ଚାହା ପିଇଛି। And 2 liters of milk. 2 ଲିଟର କ୍ଷୀର ପିଇଛି। I also took 3 tins of biscuit, 5 kilograms of cakes, and if I can catch you, I will eat you up. ମୁଁ ଯଦି ତୁମକୁ ମଧ୍ୟ ଏବେ ଧରିବି ତାହେଲେ ମୁଁ ତୁମକୁ ବି ଖାଇଯିବି। Then the old man caught the boy and ate him up. ତାହେଲେ ବୃଦ୍ଧ ଲୋକ ଜଣକ କଣ ତାଙ୍କୁ କହିଥିଲେ? ନା ବୃଦ୍ଧ ଲୋକ ଜଣକ କହିଲେ କି ତୁମେ ଦାନ୍ତ ଘଷିଛ? ବାଳକ କହିଲା ନା ମୁଁ ଘଷିନି। ତୁମର ବହୁତ ଚାହା ଏବଂ କ୍ଷୀର ପିଇବାର ଅଛି କି? ନା ମୁଁ ଖାଇନି ବା ମୋର ପିଇବାର ନାହିଁ। ତୁମର ବିସ୍କୁଟ ଖାଇବାର ଅଛି କି? ନା ମୋର ବିସ୍କୁଟ ଖାଇବାର ନାହିଁ। ବୃଦ୍ଧ ଲୋକ ଜଣକ ପଚାରିଲେ ତୁମର ପିଠା ଖାଇବାର ଅଛି କି? ତ ବାଳକ କହିଲେ ନା ମୋର ପିଠା ଖାଇବାର ନାହିଁ। ତ ଯେତେବେଳେ ବୁଢା ଲୋକଟି ତାର ପ୍ରଶ୍ନ କରିବା ଶେଷ କଲା, ବାଳକଟି ତାଙ୍କୁ ଗୋଟେ କଣ ପ୍ରଶ୍ନ କଲା? ନା ହେ ବୃଦ୍ଧ ଲୋକ, କଣ ତୁମକୁ ଏତେ ମୋଟା କରିଛି? ତ ବୃଦ୍ଧ ଲୋକଟି କହିଲେ, ମୁଁ 2 ମଗ୍ ଚା, 2 ଲିଟର କ୍ଷୀର, 3 ଟିଣ ବିସ୍କୁଟ ଏବଂ 5 କିଲୋଗ୍ରାମର ପିଠା ଖାଇଛି। ଯଦି ତୁମକୁ ମୁଁ ଧରି ପାରିବି, ମୁଁ ତୁମକୁ ବି ଗିଳିଦେବି। ତାପରେ ବୁଢା ଲୋକଟି ସେଇ ଛୋଟ ପତଳା ବାଳକଟିକୁ ଧରି ପକାଇଲା ଏବଂ ତାକୁ ଗିଳିଦେଲା। ତାପରେ ଆମେ ଆର ଦେଖିବା କିଛି ଶବ୍ଦ। once ମାନେ କଣ ପିଲାମାନେ? ନା once ମାନେ ଏକଦା ବା ଥରେ। greedy ମାନେ ହେଉଛି ଲୋଭୀ ବା ପେଟୁ। fat ମାନେ ଚର୍ବି। got up ମାନେ ନିଦରୁ ଉଠି ପଡ଼ିଲା। brushed ମାନେ ଦାନ୍ତ ଘଷିଲା। breakfast ମାନେ ଜଳଖିଆ। mugs ମାନେ ଜଳପାତ୍ର। liters ମାନେ ଲିଟର, ଯୋଉଟାକୁ ଆମେ ଜଳ ମାପ କରିବା ପାଇଁ ବ୍ୟବହାର କରାଯାଏ, ଏକକ। ଜଳ ମାପିବାର ଏକକକୁ ଲିଟର ବୋଲି କୁହାଯାଏ। ରିଅଲି ବାସ୍ତବରେ ବା ପ୍ରକୃତରେ। ଭେରି ବହୁତ। ଦେନ୍ ତାପରେ। ଫର ଏ ୱାକ୍ ଚାଲିବା ପାଇଁ। ଟିଲ୍ ପର୍ଯ୍ୟନ୍ତ। ମିଟ୍ ଅର୍ଥାତ୍ ସାକ୍ଷାତ। ଥିନ୍ ମାନେ ପତଳା। କନଭରସେସନ ମାନେ କଥାବାର୍ତ୍ତା। ଓଲ୍ଡ ମ୍ୟାନ୍ ମାନେ ବୃଦ୍ଧ ଲୋକ। ବୟ ମାନେ ବାଳକ। ଇନଫ୍ ମାନେ ବହୁତ। ଡ୍ରିଙ୍କ ଅର୍ଥ ପିଇବା। କେକ୍ ଅର୍ଥ ପିଠା। ୱେନ୍ ମାନେ କେବେ। ଜଷ୍ଟ ମାନେ କେବଳ ମାତ୍ର। ହ୍ୱାଟ ମାନେ କଣ। ସୋ ମାନେ ହେଉଛି ତେଣୁ। ସେଡ୍ ମାନେ କହିଲା। ଅଲସୋ ମଧ୍ୟ। ଟୁକ୍ ମାନେ ନେଇଗଲା। ଇଫ୍ ମାନେ ଯଦି। କ୍ୟାଚ୍ ମାନେ ହେଉଛି ଧରିବା। ଇଟ୍ ଅପ୍ ମାନେ ହେଉଛି ଖାଇବା ବା ଗିଳିଦବା। ନେକ୍ସଟ ଦେଖିବା ଆର କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକୁ। What is the story about? ଗପଟି କେଉଁ ବିଷୟରେ ଆଧାରିତ? The story is about a fat old man and a little thin boy. ଷ୍ଟୋରିଟି କାହା ବିଷୟରେ କୁହାଯାଇଛି? ନା ଗୋଟେ ମୋଟା ବୃଦ୍ଧ ଲୋକ ଏବଂ ଗୋଟେ ଛୋଟ ପତଳା ବାଳକ ବିଷୟରେ। Question number 2. When did the old man get up? କେତେବେଳେ ବୁଢା ଲୋକଟି ନିଦରୁ ଉଠିଥିଲା? The old man got up 6 a.m. The teacher frames 2 more similar question. ଶିକ୍ଷକ ଆଉ ଦୁଇଟି ଏହି ପ୍ରକାରର ପ୍ରଶ୍ନ ତିଆରି କରିବେ। କଣ? ନା when did he brush his teeth? କେତେବେଳେ ସେ ତାର ଦାନ୍ତ ସଫା କଲା? He brushed his teeth at 6:30 a.m. କେତେବେଳେ ସେ ଚାହା ପାନ କଲା? He took tea at 7 a.m. Question number 3 ଦେଇଛି how much tea did the old man take? ବୁଢା ଲୋକଟି କେତେ ପାନ ଚାହା କରିଥିଲା? ଆନ୍ସର ହେଉଛି the old man took 2 mugs of tea. The teacher frames
3 more similar questions. ଶିକ୍ଷକ ଆଉ 3ଟି ଏକ ପ୍ରକାରର question ତିଆରି କରିବେ। How much milk did he take? ସେ କେତେ କ୍ଷୀର ପିଇଥିଲା? He took 2 liters of milk. How many tins of biscuits did he take? ସେ କେତେ ଟିଣ ବିସ୍କୁଟ ଖାଇଥିଲା? ଆନ୍ସର ହେଉଛି he took 3 tins of biscuit. How many pieces of cake did he take? ସେ କେତେ ଖଣ୍ଡ ପିଠା ଖାଇଥିଲା? He took 5 big pieces of cakes. Whom did he meet? Whom did he meet on the way? ସେ ବାଟରେ କାହାକୁ ଭେଟିଲା? He met a little thin boy on the way. Question number 5. How many questions did the old man ask the boy? ବୁଢା ଲୋକଟି ବାଳକଟିକୁ କେତୋଟି ପ୍ରଶ୍ନ ପଚାରିଥିଲା? The old man asked the boy 4 questions. Question number 6. Did the boy ask the old man any questions? ବାଳକଟି ବୃଦ୍ଧ ଲୋକକୁ କୌଣସି ପ୍ରଶ୍ନ କରିଥିଲା କି? What was his question? ତାର ପ୍ରଶ୍ନଟି କଣ ଥିଲା? The boy asked the old man 1 question. His question was, Old man, what makes you so fat? ବୃଦ୍ଧ ଲୋକଟିକୁ ପଚାରିଥିଲା, ବୃଦ୍ଧ ଲୋକ, ତୁମକୁ କଣ ଏତେ ମୋଟା କରିଛି? Question number 7. What did the old man do with the boy? ବୁଢା ଲୋକଟି ବାଳକଟି ସହିତ କଣ କଲା? The old man caught the boy and ate him up. ବୁଢା ଲୋକଟି ବାଳକକୁ ଧରିଲା ଏବଂ ଗିଳିଦେଲା। ଦ୍ୱିତୀୟ ସେସନ ଦେଖିବା। ପିକ୍ଚର ଅର୍ଥାତ୍ ଛବି। ଫ୍ୟାଟ୍ ଓଲ୍ଡ ମ୍ୟାନ୍ ମୋଟା ବୁଢା ଲୋକ। ବୟ ଅର୍ଥ ବାଳକ। ମିଲ୍କ ଅର୍ଥ କ୍ଷୀର। ପ୍ୟାକେଟ ଅର୍ଥ ଥଳି। କେକ୍ ଅର୍ଥ ପିଠା। ଟେକ୍ସଟ ଅର୍ଥ ବିଷୟବସ୍ତୁ। ବ୍ରେକଫାଷ୍ଟ ଅର୍ଥ ଜଳଖିଆ। ୱାକ୍ ମାନେ ଚାଲିବା। ବୟ ଆକ୍ସ ଏ କ୍ୱେଶ୍ଚିନ୍। ବାଳକ ଗୋଟିଏ ପ୍ରଶ୍ନ ପଚାରିବା। ଓଲ୍ଡ ମ୍ୟାନ୍ ଆକ୍ସ କ୍ୱେଶ୍ଚିନ୍। ବୁଢା ଲୋକଟି ପ୍ରଶ୍ନ ଗୋଟିଏ ପଚାରିବା। Your teacher reads aloud some words from the list below. You tick the word your teacher reads. ନିମ୍ନ ତାଲିକାରେ ଥିବା କେତେକ ଶବ୍ଦକୁ ତୁମ ଶିକ୍ଷକ ବଡ଼ ପାଟିରେ ପଢ଼ିବେ। ତୁମେ ଶିକ୍ଷକ ପଢ଼ୁଥିବା ଶବ୍ଦଗୁଡ଼ିକୁ ଚିହ୍ନ ଦେବ। ବ୍ରେକଫାଷ୍ଟ ଅର୍ଥ ଜଳଖିଆ। ବିସ୍କୁଟ କନଭରସେସନ କଥୋପକଥନ। ଇନଫ୍ ବହୁତ। କ୍ୱେଶ୍ଚିନ୍ସ ପ୍ରଶ୍ନଗୁଡ଼ିକ। କ୍ୟାଚ୍ ଧରିବା। ଗ୍ରିଡି ଲୋଭୀ ବା ପେଟୁ। Listen to your teacher and tick the words he or she reads. ତୁମ ଟିଚର ଯାହା ବି ସବୁ ପଢିବେ ତାକୁ କେୟାରଫୁଲି ଶୁଣିବ ଏବଂ ସେଗୁଡ଼ିକ ଟିକ୍ ମାରିବ। Your teacher reads aloud the following para. You listen to him and fill in the blanks. ନିମ୍ନଲିଖିତ ଅନୁଚ୍ଛେଦକୁ ତୁମ ଶିକ୍ଷକ ବଡ଼ ପାଟିରେ ପଢ଼ିବେ। ତୁମେ ତାକୁ ମନ ଦେଇ ଶୁଣିବ ଏବଂ ଶୂନ୍ୟସ୍ଥାନ ପୂରଣ କରିବ। ମୁଁ ଏଠି ଲେଖିଦେଇଛି। ତୁମେ ଏଇଠି କ୍ୱେଶ୍ଚିନ୍ ଗୁଡ଼ିକ ଦେଖିପାରିବ। Then he went out for a walk. He walked and walked till he met a little thin boy. He had a long conversation with the boy. Next ଦେଖିବା। Your teacher dictates 5 3 letters of words like out. You listen to him carefully and write the words in the space provided. ତୁମ ଶିକ୍ଷକ ଆଉଟ୍ ପରି 5ଟି 3 ଅକ୍ଷର ବିଶିଷ୍ଟ ଶ୍ରୁତ ଲିଖନ ଡାକିବେ।
ତୁମେ ଯତ୍ନର ସହ ତାଙ୍କୁ ମନ ଦେଇ ଶୁଣିବ ଏବଂ ତଳେ ଦିଆଯାଇଥିବା ଫାଙ୍କା ସ୍ଥାନ ଗୁଡ଼ିକ ପୂରଣ କରିବ। Fat, tea, big, boy, eat. ଦେଖିବା ସେସନ 3 ଦେଖିବା। Once there lived a greedy fat old man. ଏକଦା ସେଠାରେ ଜଣେ ଲୋଭୀ ପେଟୁ ବୁଢା ଲୋକ ବାସ କରୁଥିଲେ। ଟିଚର ଭର୍ସେସ ଷ୍ଟୁଡେଣ୍ଟ ଚେଞ୍ଜ ରୋଲ। ଏଇଟା ପିଲାମାନେ ତୁମ ଟିଚର ଆଉ ତୁମେ ତାକୁ ରୋଲ ଚେଞ୍ଜ କରିକି ପଢିବ ହେଲା। ଆନ୍ସର ଦ ଫଲୋଇଂ କ୍ୱେଶ୍ଚିନ୍ସ। କବିତାଟି କେଉଁ ବିଷୟରେ ଆଧାରିତ? The story is about an old man and a boy. ଷ୍ଟୋରିଟି କବିତାଟି କେଉଁ ବିଷୟରେ ନା ଗୋଟେ ବୃଦ୍ଧ ଲୋକ ଏବଂ ଗୋଟେ ବାଳକ ବିଷୟରେ ଆଧାରିତ। How much tea did the old man take? The old man took 2 mugs of tea. Whom did the old man meet on the way? ବୁଢା ଲୋକଟି ବାଟରେ କାହାକୁ ଭେଟିଲା? On the way, the old man met a little thin boy. What did the old man do with the boy? ବୁଢା ଲୋକ ଜଣକ ବାଳକଟି ସହିତ କଣ କଲା? The old man caught the boy and ate him up. Given below is a daily timetable of Gopal. ନିମ୍ନରେ ଗୋପାଳର ଦୈନନ୍ଦିନ ସମୟ ନିର୍ଘଣ୍ଟ କରାଯାଇଛି। ଏଟା ଗୋପାଳର ଟାଇମ ଟେବୁଲ ଦିଆଯାଇଛି। Based on the timetable, written a paragraph, write a paragraph about Gopal's daily habit. ଏଇ ଯୋଉ ଦିଆଯାଇଛି ତାର ଟାଇମ ଟେବୁଲ, ଆକୁ ଆମେ ଦେଖିକି ତା ପାଇଁ ଗୋଟେ ଡେଲି ହ୍ୟାବିଟ ର ପାରାଗ୍ରାଫ ଟେ ତିଆରି କରିବା। ଫାର୍ଷ୍ଟ ସେଣ୍ଟେନ୍ସ ଆମର ଏଠି ଦେଇଛି ସିଏ, ତାପରେ ଆମେ ଦେଖିବା ନେକ୍ସଟ। Gopal gets up 6 a.m. He brushes his teeth 6:30 a.m. He takes his bath 7 a.m. He takes his breakfast 7:30 a.m. He goes to school at 9:30 a.m. He comes back from school at 4:30 p.m. Now join the written 6 sentences into 2. The first one is done for you. ତାପରେ ଆମେ ୟାକୁ ଯୋଡ଼ିକି ଲେଖିବା। Gopal gets up 6 a.m. brushes his teeth at 6:30 a.m. and takes his bath at 7 a.m. ୟାକୁ ଆମେ ଯୋଡ଼ି ଯୋଡ଼ିକି ଲେଖିବା। ଲେଖିଲେ କେମିତି ହବ? He takes his breakfast 7:30 a.m. goes to school 9:30 a.m. ଆଉ ଥାର୍ଡ ରେ କଣ କରିବା ନା ଆମେ ଗୋଟେ and ଦେଇକି comes back from school at 4:30 p.m. Now write 6 sentences about using the hints above. ଏବେ ଦେଖିବା ଆଉ ଗୋଟେ ଯେମିତି ଦେଇଛି ସେଇଟା କେମିତି ହବ ଦେଖିବା। I get up at 6:30 a.m. I brush my teeth 6:30 a.m. I take my bath 7 a.m. I take my breakfast 7:30 a.m. I go to school at 9:30 a.m. I come back from school at 4:30 p.m. ସେଟା ଆମେ ଗୋପାଳକୁ ନେଇକି ଲେଖିଥିଲେ, ଏଇଟା ଆମେ ଆଈକୁ ନେଇକି ଲେଖିବା। Now join 6 sentences into 2 and write as done before. ଯେମିତି ଆମେ ପୂର୍ବରୁ କଲେ ସେଇଭଳିଆ ଆମେ ଆଉ ଗୋଟେ କରିବା। ତାପରେ ଦେଖିବା ପାରାଗ୍ରାଫରେ ଏଠି ଗୋଟେ ଦେଇଛି କଣ ନା ନେମ୍ ଅଫ ଦ ପ୍ରଡକ୍ଟ ମେଡ୍ ବାଇ ନେଟୱେଟ୍ ସବୁ ଦେଇଛି। Colgate Max Fresh made by Colgate, net weight 50 gram, date of manufacture March 17, expiry date ଦେଇଛି 18 February, price 20, use brush twice daily. paragraph ଟି ତିଆରି କଲେ କେମିତି ଲେଖିବା? The name of the toothpaste is Colgate Max Fresh. It is made by Colgate Company. Its net weight is 50 grams.
Its date of manufacture is March 2017. Its expire date is February 2018. Its price is 20. Its use is to brush twice daily. तो यह थिला आजिर वीडियो जदि आपण माननकु मोर वीडियो हेल्पफुल लागि छि ताले प्लीज डू लाइक शेयर एंड सब्सक्राइब माय चैनल मु या पर आपण माननक सहित नेक्स्ट टॉपिक टिकु निश्चित भाबरे शेयर करिवे टिल देन टेक केयर बाय बाय पुणी थरे देखा हबो नेक्स्ट वीडियो रे से पर्यंत बाय बाय।